ঢোল মাদল করিবা হরিবাজি বাঁখো ওড়িশা বাঁখো ସାଉଣ୍ଡ ଆସୁଛି ତ ଆପଣଙ୍କୁ? ହଁ ସାଉଣ୍ଡ ଆସୁଛି। ମୋର ଗୋଟେ 2 ମିନିଟ୍ ଆପଣ ସମୟ ଦେଇପାରିବେ ମତେ? କହୁନାହାନ୍ତି। ମୁଁ କହିଲି ଆପଣଙ୍କର ସେ ଯୋଉ ନାଟକ ଥିଲା ସେ ନାଟକରେ ଆପଣଙ୍କର କେତେ ନମ୍ବର ସିନ୍ ଥିଲା ଆଉ କହିପାରିବେ କି? ଏଇଟା 3 ନମ୍ବର ସିନ୍ ଥିଲା। 3 ନମ୍ବର ସିନ୍ ତାର ନାଟକ ଫାଷ୍ଟରୁ? ହଁ ନାଇଁ ତ ଏଠି ଦର୍ଶକ କହୁଛନ୍ତି ଯେ ସେ ନାଟକ ପାଇଁ କହୁଛନ୍ତି ଯେ ଏଇଟା ଜାଣି ଶୁଣିକି ପ୍ଲାନିଂ କରାଯାଇଛି। କଣ ଆପଣଙ୍କ ମତାମତ ରହିବ? ଯୋଉମାନେ କହୁଛନ୍ତି ତାଙ୍କୁ ଆସି ଦେଖିବାକୁ କୁହନ୍ତୁ ନାଟକ। ଆଜ୍ଞା ଯୋଉମାନେ ମୁଁ କହୁଛନ୍ତି ତାଙ୍କୁ କୁହନ୍ତୁ ଆସିକି ସେ ଡାଇରେକ୍ଟ ସେ ନାଟକ ଦେଖନ୍ତୁ, ହେଲେ ଜାଣିପାରିବେ ତା ପ୍ଲାନ୍ କରାହଉଛି। ସେ ନିଜେ ଯଦି ଉଠି ଆସିକି ମାରିବାକୁ ଚେଷ୍ଟା କରିବେ, ଇଚ୍ଛା କରିବେ, ତାହେଲେ ତ ପ୍ଲାନ୍ ନାହିଁ। ଆମେ ତ ଯେତିକି ଭିଡିଓ ମାଧ୍ୟମରେ ଆମେ ଦେଖିବାକୁ ପାଇଲୁ, ଯେତିକି ଆମର ଯଦି ପ୍ଲାନିଂ ଥାନ୍ତା ତ ଏତେ ଦୂର କିଏ ଦର୍ଶକ ଆସିକି ଏତେ ଦୂର ଗୋଇଠା ମାରିବେ। ମୁଁ ଆପଣଙ୍କୁ ଗୋଟେ କଥା କହୁଛି, ଆପଣ ତାଙ୍କ ସହିତ ଆସନ୍ତୁ, ତାଙ୍କୁ ବସାନ୍ତୁ, ଆଉ ସିଏ ହିଟ୍ ହଉଛନ୍ତି କି ନାହିଁ ଆପଣ ତାଙ୍କ ପାଖରେ ରହିକି ବସିକି ଫିଲ୍ କରନ୍ତୁ। ଆପଣ ନିଜେ ହିଟ୍ ହଉଛନ୍ତି କି ନାହିଁ, ସେ ଲୋକ ହିଟ୍ ହଉଛନ୍ତି କି ନାହିଁ। ସେ ଲୋକ ଯଦି କହିବେ ନାଇଁ ଏଇଟା, ତାପରେ ଯଦି କହିବେ ଆମେ ସେଟାକୁ ମାନିଦେବୁ, ହଁ ଏଇଟା ପ୍ଲାନ୍ ଅଛି। ଆପଣ ଆସି ନାଟକ ଦେଖନ୍ତୁ ବସିକିରି, ତାପରେ ଜାଣିପାରିବେ ସବୁ କଥା। ନାଇଁ ମୁଁ ତ କଥାବାର୍ତ୍ତା ହେଇଯାଇଛି, ଆମର ପଙ୍କଜ ଅଛନ୍ତି ତାଙ୍କ କଥାବାର୍ତ୍ତା ହେଇଛି। ତ ନାଟକ ତ ଦେଖିଲେ ଜଣା ପଡିଯାଉଛି ଯେ ସିନରେ ସତୁକା ପ୍ଲାନିଂ କରାଯାଇଛି। କାହିଁକି ନା ଯଦି ପ୍ଲାନିଂ ଥାନ୍ତା ଏତେ ଜଣକ ଦର୍ଶକ ଏତେ ଜୋର ଉଠିକି ଏତେ ଜୋର ଗୋଇଠା ମାରିପାରିବେନି, କେବେ ବି ମାରିବେନି। ନାଇଁ ତ କିଛି ପ୍ଲାନ୍ ନାହିଁ ଆଜ୍ଞା, କିଛି ପ୍ଲାନ୍ ନାହିଁ। ନା ସେ ତ ଜଣା ପଡିଯାଉଛି ସେଟା ତ ସେଇ ଗୋଟେ ଜାଗାରେ ନୁହେଁ, ସବୁ ଜାଗାରେ ମାରିବ। ସବୁ ଜାଗାରେ ତ ଆସୁଛନ୍ତି ମାରିବାକୁ, ତାମାନେ ସବୁ ଜାଗାରେ କଣ ଆମେ ପ୍ଲାନ୍ କରୁଛୁ? ହଁ ଘଟଣା ତ ସେଇଆ। ଯୋଉମାନେ କହୁଛନ୍ତି ଆପଣ ତାକୁ ସିଧା କୁହନ୍ତୁ, ଯୋଉ ଆପଣ କହିଲେ କିଛି ଲୋକ କହୁଛନ୍ତି ଆପଣ ବସିକି ନାଟକ ଦେଖନ୍ତୁ, ଦେଖିଲେ ଆପଣ ଜାଣିପାରିବେ। ନାଇଁ ମୋ ଦର୍ଶକ ମାନେ କହୁଛନ୍ତି ଯୋଉ ଭିଡିଓ ଚାଲିଛି ପ୍ରତ୍ୟେକ ମିଡିଆ ଚ୍ୟାନେଲରେ ସେ କମେଣ୍ଟରେ ଆସୁଛି ପ୍ରାୟ, ତ ସେ ଦର୍ଶକ ମାନଙ୍କୁ ପ୍ରକୃତରେ ଜଣେଇବା ପାଇଁ ମୁଁ ଆପଣଙ୍କୁ ସେଥିପାଇଁ ଫୋନ କଲି। ଆଜ୍ଞା ନାଇଁ ଠିକ ଅଛି, କେତେ କଥା କେତେ ଲୋକ କହିବେ, ସତତା ଯେ ପର୍ଯ୍ୟନ୍ତ ଆଖିରେ ନ ଦେଖିଛନ୍ତି ଜାଣିବେ କେମିତି? ଆଜ୍ଞା ହଁ ତେଣୁକରି ଦେଖନ୍ତୁ, ଦେଖିଲେ ଜାଣିପାରିବେ ହେଲା। ଆପଣଙ୍କ ଶରୀର କେମିତି ଅଛି ବର୍ତ୍ତମାନ? ହଁ ଦରଜ ତ ସେ ଜାଗା ଗୁଡା ରହିଛି, କାହିଁକି ନା ସେ ଅବସ୍ଥାରେ ଯେତେବେଳେ ଆସି ଦୁଇଟାଟେ ମାରିଛି, ଆଉ ଆସ୍ତେ ମାରିଥିଲେ ବି ହେଇଥାନ୍ତା। ମୁଁ ନିଜକୁ ଆହୁରି ବହୁତ ମାନେ କଣ୍ଟ୍ରୋଲ କରୁଛି, ନହେଲେ ହୁଏତ ମୁଁ ଫିଲ୍ଡ ସେପଟକୁ ଯାଇଥାନ୍ତି। ହଁ ସେ ଜଣା ପଡିଯାଉଛି, କାହିଁକିନା ଆପଣ ମୁଣ୍ଡ ବି ବାଜୁ ବାଜୁ ରହିଗଲା ସେ ରଡରେ। ମୁଣ୍ଡ ହାତ ବାଜିଛି, କମରରେ ଆଘାତ ଲାଗିଛି। ହଁ ମୁଁ ପ୍ଲେନ୍ କ୍ଲିୟର ଖାଉଛି ପରା। ନାଇଁ ସାର୍ ମୁଁ କହିବା କଥା ଯେତିକି କମେଣ୍ଟରେ ଆସୁଛି ସେଥିପାଇଁ ମୁଁ ଆପଣଙ୍କୁ କ୍ଲିୟର କଲେ ଯିଏ ଆସିକି ମାରିଥାନ୍ତା, ଯିଏ ଆସିକି ପେନ୍ ଦେଇଥାନ୍ତା କି କଣ ବାସ୍ ମୋ କହିବା କଥା ସେଇଆ କି ଛୋଟିଆ ଆକାରରେ କିଏ ଆଟାକ୍ କରିଥାନ୍ତା, ଏତେ ବଡ ଆକାରରେ ଆଟାକ୍ କରିବନି। ଚାହିଁଥିଲେ ବି ଏଠି ବି ଜୀବନ ପ୍ରତି ବି ଆପଣଙ୍କ ବିପଦ ଥିଲା, ବହୁତ ବଡ ମାନେ ମାତ୍ରା ବି ହେଇପାରିଥାନ୍ତା। ତା ସହିତ ଆଉ 2 ଜଣ ଯଦି ସେଇ ମୁଡରେ ଆସିଥାନ୍ତେ ତାହେଲେ ତ ମୋର ଶେଷ। କଥାଟା ତ ସେଇଆ ସାର୍, ସେ ଗୋଟେ ପିଲା ସମସ୍ତେ ଉତ୍ତ୍ୟକ୍ତ, ତା ସହିତ ପିଲା ଉତ୍ତ୍ୟକ୍ତ ହେଇକି ଆଉ 2 ଜଣଙ୍କୁ ଉଠିଥିଲେ, କିନ୍ତୁ ସେମାନେ ଷ୍ଟେଜ୍ ଧରି ପାରିନାହାନ୍ତି, ଇଏ କିନ୍ତୁ ଷ୍ଟେଜ୍ ଧରିଗଲା। ଆଜ୍ଞା ନାଟକ ତ କିଛି ଦର୍ଶକ ବି କହୁଛନ୍ତି ନାଟକ ଭଲ ଅଛି, ଟିକେ ହିନ୍ଦୁ ମୁସଲିମ ଟିକେ ଆଡ କରାହେଇଛି, ଲୋକ ସେତେ ନେଇ ପାରୁନାହାନ୍ତି। ଆଡ ତ ରହିଛି, ତାର ଜଗନ୍ନାଥ ବିରୁଦ୍ଧରେ ଯଦି ଆମ ଦେଶରେ କୁହାଯାଏ, ଜଗନ୍ନାଥଙ୍କ ବିରୁଦ୍ଧରେ ନିଶ୍ଚିତ କାଟିଯିବେ, ଆଉ ସେଇଟା ହଉଛି କଥା। ସେ ଲେଖାଟା ସେଇଭଳିଆ ଅଛି, ଡିରେକ୍ସନ ଯିଏ ଦେଇଛନ୍ତି ସେଇଭଳିଆ କ୍ରିଏଟ କରାଯାଇ, ସେଥିପାଇଁ ଲୋକଙ୍କୁ ଟିକେ ମନକୁ ଛୁଇଁଗଲା, ତାଙ୍କ ହୃଦୟକୁ ଟିକେ ଅଧିକ ବାଧିବ, ସେଥିପାଇଁ ଏଇଟା ତ ଏବେ ସରିନି, ଆଗକୁ ଆହୁରି ନାଟକ ଚାଲିବ, ଆହୁରି ଶୁଣିବେ ଆପଣ, ଦେଖିବେ, ଜାଣିବେ। ଆଜ୍ଞା କଣ କହିବେ ଦର୍ଶକ ବନ୍ଧୁ, କଣ କହିବେ? ଗୋଟେ ପେଣ୍ଡେଲରେ ଆମେ କଦଳୀଗଡ଼ରେ ଯାତ୍ରା କରୁଥିଲୁ, 2-3 ବସ୍ତା ବୋତଲ ଫୋପାଡ଼ିଥିଲେ, ମାନେ କାହା ପାଖରେ ଆଉ ବୋତଲ ଗୋଟେ ନଥିଲା, ଯେତିକି ଦର୍ଶକ ଥିଲେ ସବୁ ବୋତଲ ଫୋପାଡ଼ି ଦେଇଥିଲେ।
ଏଇଟା କଣ ପ୍ଲାନ୍? ନା ସମସ୍ତଙ୍କୁ ପ୍ଲାନିଂ ଉପରେ କୁହାହେଇଥିଲା ତମେ ସମସ୍ତଙ୍କ ପାଖରେ ଯାଇକି ମାନେ ଯେତିକି ଦର୍ଶକ ଧରାଯାଉ 1000 ଦର୍ଶକ ବସିଥିଲେ ହଜାରେ ବୋତଲ ଆସିଥିଲା 1000 ପାଖାପାଖି ବୋତଲ ମାନେ ଆମେ କଣ ପ୍ଲାନ୍ କରି ସମସ୍ତ ଦର୍ଶକ କହିଛୁ ତମେ ସମସ୍ତେ ଫୋପାଡ଼। ନା ନା ସେଇଟା ପସିବୁଲ କେବେ ନୁହଁ। ଯିଏକି ଯାତ୍ରା ଆରେ ଦେଖନ୍ତୁ ଯିଏକି ଯାତ୍ରା ଗୋଟେ ଓପନ ପେଣ୍ଡାଲ ଦର୍ଶକ ମାନେ ପୁରା ଆଖି ସାମ୍ନାରେ ସବୁ ଦେଖୁଛନ୍ତି ଯାହା ଷ୍ଟୋରି ସବୁ ଆଖି ସାମ୍ନାରେ ତାଙ୍କର ଝଲକି ଉଠୁଛି ସେଥିପାଇଁ ସେ ରିଆକ୍ସନ ସାଥିରେ ଦେଇ ଦଉଛନ୍ତି। ଫିଲ୍ମ ହେଲେ ଦେଇପାରିବେନି ଯାହାକି ନାଟକ ଭିତରେ ପଶି ଯାଉଛନ୍ତି ଯୋଉମାନେ ସେ ପୁରା ଦେହକୁ ନେଇଲା ପରେ ତାପରେ ତାଙ୍କ ରିଆକ୍ସନ ଟା ଆସୁଛି ଏଇଆ ଆଉ। ଆଚ୍ଛା ତାହେଲେ ଆଉ ଏବେ ଆପଣ କୋଉଠି ଅଛନ୍ତି? ଝାରସୁଗୁଡା BKM। ଆଚ୍ଛା ଝାରସୁଗୁଡାରେ ଆଜି ଆଜି ନାଟକ କେବେ କଣ କରୁଛି ନାଟକ ଝାରସୁଗୁଡା କରୁଛି? ଆଜି ତୃତୀୟ ରାତି ଝାରସୁଗୁଡାରେ ଆଜି କେତେ ଦୁଃଖ ଦୁଃଖ ଦେହରେ ଖେଳିବା ସେ ନାଟକ ଫାଷ୍ଟ ହେଡ୍ ଯାଇଛି। ଆଜ୍ଞା ସେ ନାଟକ ତ ଭଲ ଅଛି ଆର ବର୍ଷ ନାଟକ ସେଇଟା। ହଁ ହଁ ଟିକେ କହିବେ ସାର୍ ସେ ନାଟକ କିଏ ଦେଇଥିଲେ ଲେଖକ କିଏ ଥିଲେ କିଏ ଡିରେକ୍ସନ ଦେଇଥିଲେ କହିବେ କି? କୋଉ ନାଟକ କହିଲେ ଯୋଉଟା ଆମ ସ୍ୱାମୀ ପାଇଁ ପଛେ ନର୍ତ୍ତକୀ କି? ଆଜ୍ଞା ଆଜ୍ଞା ଏଟାର ଗଣେଶ ରାଉତ ଲେଖକ ଆଜ୍ଞା ଆଉ ନିର୍ଦ୍ଦେଶକ ଗୁରୁ ମିଶ୍ର। ଆଉ ଭଲ 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 ଠିକ ଅଛି। ଆଗ ଧାଡିର ଲେଖକ ଆଉ ନିର୍ଦ୍ଦେଶକ ଆଗ ଧାଡିର ଆଗ ଧାଡିର ହଁ ସେଥିପାଇଁ ଲୋକମାନଙ୍କୁ ଛୁଇଁଗଲା। ହଁ ହଁ ଏବେ ଦେହ ଭଲ ଅଛି ତ ନା ଆଉ କିଛି ଦର୍ଦ ଫର୍ଦ ରହୁଛି? ନା ଦର୍ଦ କମିଗଲାଣି ପେନ୍ ଖାଇଲା ପରେ କମିଗଲାଣି। ଆଚ୍ଛା ମୁଁ ଆକ୍ଚୁଆଲି ନମ୍ବରଟା ଆଣିଥିଲି କାଉଠୁ କହିଲେ ପଙ୍କଜ ନାହାନ୍ତି କି? ହଁ ପଙ୍କଜ ସେ ମୋ ସାନ ଭାଇ ହିସାବରେ ତ ଆମେ ସାଥିରେ କାମ କରୁ ଭୁବନେଶ୍ୱରରେ। ତ ମୁଁ କହିଥିଲି ମୁଁ ଟିକେ ନବ ସାର୍ଙ୍କ ସହିତ ଟିକେ କଥାବାର୍ତ୍ତା ହେବାକୁ ଚାହୁଁଛି ଆଉ ନମ୍ବରଟା ଟିକେ ଦିଅ ସେଥିପାଇଁ ସେ ମୋତେ ନମ୍ବରଟା ଦେଇଥିଲେ। ଆଉ ସେ ମୁଁ କାଲି ନମ୍ବରଟା ଆଣିଥିଲି ବଟ୍ ମୁଁ କଥାବାର୍ତ୍ତା ହେଇପାରିନଥିଲି ଆପଣଙ୍କ ସହିତ ମୁଁ ବ୍ୟସ୍ତ ଥିବି କଣ ଥିବେ ସେଥିପାଇଁ ଆଜି ଆପଣଙ୍କୁ କଲ୍ କଲି। ଠିକ ଅଛି ଆଚ୍ଛା ସାର୍ ଏଇଟା ମୁଁ ପକେଇ ପାରିବି ୟୁଟ୍ୟୁବରେ? ହଁ ପକାନ୍ତୁ। ଦର୍ଶକ ବନ୍ଧୁ ମାନଙ୍କୁ ଆପଣ କଣ କହିବେ ମତେ କଣ ରଖିବେ? ଦର୍ଶକକୁ ଏଇ ମତ ଉପରେ ମୋର କିଛି କହିବାର ନାହିଁ ତାଙ୍କୁ ସେଟା ନିଜ ରୁଚି ସେ କଣ କହୁଛନ୍ତି ଆଜ୍ଞା କଣ ଭାବୁଛନ୍ତି ସେ କଥା ବି ଆମର ମୋର ରିଆକ୍ସନ ଦେବାର ବି ନାହିଁ। ମୁଁ ଏତିକି ସେ ଦର୍ଶକକୁ କହିବି ଦର୍ଶକ ଯେହେତୁ ଗୋଟେ କଳାକାରଙ୍କ ପାଇଁ ଭଗବାନ ଭାଇ ତମେ ଏଇ କଥା ଭାବିବାଟା ଭ୍ରାନ୍ତ ଧାରଣା ଭୁଲ। ଥରେ ଆସିକି ନାଟକ ଦେଖ ଦେଖିଲା ପରେ ଯଦି ଏଇ ମତ ଦେବ ଯେ ହଁ ଏଇଟା ପ୍ଲାନିଂ କରାହେଇଛି ତାହେଲେ ମୁଁ ମାନିବି ଆଉ ଦେଖିଲା ପରେ ତମେ ତ ନିଶ୍ଚିତ କହିବା ଜାଣିପାରିବ ନା ଏତିକି ତାଙ୍କୁ ହିଁ କହିବା ଆଉ କିଛି କହିବାର ନାହିଁ। ଆଜ୍ଞା ଆଜ୍ଞା ସାର୍ ଠିକ ଅଛି ଆପଣ ସୁସ୍ଥ ରୁହନ୍ତୁ ଜଗନ୍ନାଥ ଆଶୀର୍ବାଦ ଆପଣଙ୍କୁ ରହୁ ଏମିତି ନାଟକ କରିଚାଲନ୍ତୁ ଭଲ ଭଲ ଦର୍ଶକ ବନ୍ଧୁମାନଙ୍କୁ ଆପଣ ଏମିତି ନାଟକ ଦିଅନ୍ତୁ ମନୋରଞ୍ଜନ ଖୋରାକି ଆମମାନଙ୍କୁ ବି ଦିଅନ୍ତୁ। ହଁ ଏତିକି ରହୁଛି। ହଁ ହଁ ଆଜ୍ଞା ଆଜ୍ଞା ଏଇଟା ମୁଁ ଅପଲୋଡ଼ କରିଦେଉଛି ୟୁଟ୍ୟୁବରେ। ଆଜ୍ଞା ଆଜ୍ଞା ଧନ୍ୟବାଦ ସାର୍ ରହିଲି। ହଁ ହଁ ଆଜ୍ଞା।